କେବେ ଭାବିଛନ୍ତି ଗୋଟିଏ ଉତ୍ସବ କେମିତି ଏକ ନଦୀକୁ ପୁଣି ଥରେ ଜୀବନ ଦେଇପାରେ? ହଁ, ଆମେ କଥା ହେଉଛେ କୁଆଖାଇ ମହୋତ୍ସବ ବିଷୟରେ। ଏହା କେବଳ ଏକ ସାଧାରଣ ପାଳନ ନୁହେଁ, ଏହା ହେଉଛି ଏକ ନଦୀର ସଂସ୍କୃତିକୁ ପୁନର୍ଜୀବିତ କରିବାର ଏକ କାହାଣୀ। ଆସନ୍ତୁ ଏହି ଅନନ୍ୟ ପ୍ରୟାସ ଭିତରକୁ ଯିବା। ଏ କଥାଟା କେତେ ଗଭୀର ଦେଖନ୍ତୁ ତ। ଏକ ନଦୀ କେବଳ ଜଳରାଶି ନୁହେଁ, ଏହା ଏକ ସଭ୍ୟତାର ପରିଚୟ। ସତରେ କଥାଟା 100% ଠିକ୍। ଆଉ ଆମର ଆଜିର ପୂରା ଆଲୋଚନା ଏହି ଗୋଟିଏ ବାକ୍ୟ ଉପରେ ହିଁ ଆଧାରିତ। କେମିତି ଗୋଟେ ନଦୀ ଆଉ ତା ସହ ଜଡ଼ିତ ସଂସ୍କୃତି ପରସ୍ପର ସହ ବାନ୍ଧି ହୋଇ ରହିଛନ୍ତି। ଆଉ ଆମ କାହାଣୀର ମୁଖ୍ୟ ଚରିତ୍ର କିଏ ଜାଣନ୍ତି? ସେ ହେଉଛି କୁଆଖାଇ ନଦୀ। ଗୋଟିଏ ସମୟ ଥିଲା ଯେତେବେଳେ ଏହା ଥିଲା ପୂରା ଭୁବନେଶ୍ୱରର ଜୀବନରେଖା। କେବଳ ପାଣି ଦେଉନଥିଲା, ବରଂ ଲୋକଙ୍କ ଜୀବିକା, ବେପାର ବାଣିଜ୍ୟ ଆଉ ସବୁଠୁ ବଡ଼ କଥା, ଏ ସହରର ସାଂସ୍କୃତିକ ପରିଚୟକୁ ବି ଗଢ଼ିଥିଲା। ତ ଏମିତି ଏକ ଐତିହାସିକ ନଦୀକୁ ପୁଣି ଥରେ ଜୀବନ୍ତ କରିବା ପାଇଁ ଯେଉଁ ମହୋତ୍ସବ ଆୟୋଜନ କରାଗଲା, ତାହା ପ୍ରକୃତରେ କେମିତି ଥିଲା? ଆସନ୍ତୁ ତା ଭିତରକୁ ଯାଇ ଦେଖିବା। ଏହାର ସଫଳତା ପଛର କାରଣ କ'ଣ ଥିଲା? ଭାବନ୍ତୁ ତ ସେ ଦୃଶ୍ୟ। ହଜାର ହଜାର ଲୋକଙ୍କ ଭିଡ଼। ସନ୍ଧ୍ୟାବେଳେ ନଦୀକୂଳରେ ପବିତ୍ର ଆଳତି ହେଉଛି। ତାପରେ ମଞ୍ଚ ଉପରେ ଚାଲିଛି ମନମୁଗ୍ଧକର ଓଡ଼ିଶୀ ଆଉ ଲୋକନୃତ୍ୟ। ଚାରିଆଡ଼େ ଗୁଞ୍ଜରିତ ହେଉଛି ଜୟଦେବଙ୍କ ଗୀତଗୋବିନ୍ଦର ସୁମଧୁର ସ୍ୱର। ଖାଲି ସେତିକି ନୁହେଁ, ସ୍ଥାନୀୟ କାରିଗରଙ୍କ ହାତ ତିଆରି ଜିନିଷ, ସ୍ୱାଦିଆ ଖାଇବା ଷ୍ଟଲ୍ ଆଉ ପରିବେଶ ପାଇଁ ସଚେତନତା। ମାନେ ଗୋଟେ ଜାଗାରେ ଆଧ୍ୟାତ୍ମିକତା, ସଂସ୍କୃତି ଆଉ ବାଣିଜ୍ୟର ଏକଦମ ଜବରଦସ୍ତ ମିଳନ। ଆଉ ଏହି ମହୋତ୍ସବର ସାଂସ୍କୃତିକ ମହତ୍ତ୍ୱ କେତେ, ତାହା ଜୟଦେବ ଗବେଷକ ଶ୍ରୀ ଗଦାଧର ମହାପାତ୍ରଙ୍କ କଥାରୁ ହିଁ ସ୍ପଷ୍ଟ ହୋଇଯାଏ। ସେ କହୁଛନ୍ତି, ଜୟଦେବଙ୍କ ସାହିତ୍ୟ ଓ ସଙ୍ଗୀତର ପ୍ରଦର୍ଶନ ଓଡ଼ିଶାର ଗଭୀର ସାଂସ୍କୃତିକ ଐତିହ୍ୟକୁ ଏକ ନୂତନ ପିଢ଼ି ପାଇଁ ଜୀବନ୍ତ କରିଥାଏ। ଏଥିରୁ ବୁଝାପଡ଼ୁଛି, ଏହା କେବଳ ମୌଜ ମଜଲିସ୍ ପାଇଁ ନଥିଲା, ବରଂ ଆମ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାର ଏକ ବହୁତ ବଡ଼ ପ୍ରୟାସ ଥିଲା। ହଉ, ଉତ୍ସବ ତ ବହୁତ ଭଲରେ ହେଲା, କିନ୍ତୁ ଏହାର ପ୍ରଭାବ କ'ଣ ପଡ଼ିଲା? ମାନେ ସ୍ଥାନୀୟ ଲୋକଙ୍କ ଉପରେ, ସେମାନଙ୍କର ଅର୍ଥନୀତି ଉପରେ ଆଉ ପରିବେଶ ଉପରେ ଏହାର କିଛି ସକାରାତ୍ମକ ପ୍ରଭାବ ପଡ଼ିଲା କି? ଚାଲନ୍ତୁ ସେ ବିଷୟରେ ଟିକେ ନଜର ପକାଇବା। କିନ୍ତୁ ଆଗକୁ ବଢ଼ିବା ପୂର୍ବରୁ ଗୋଟିଏ ପ୍ରଶ୍ନ ମନକୁ ଆସୁଛି, ଏତେ ବଡ଼ ଆୟୋଜନ ପଛରେ କାହାର ହାତ ଥିଲା? କିଏ ସେହି ପ୍ରମୁଖ ବ୍ୟକ୍ତିମାନେ ଯେଉଁମାନେ ଏହାକୁ ସମ୍ଭବ କରି ଦେଖାଇଲେ? ଦେଖନ୍ତୁ, ଏମିତି ବଡ଼ କାମ କେବେ ଏକା ହୁଏନି। ଏହା ଥିଲା ଏକ ମିଳିତ ପ୍ରୟାସ। ବିଧାୟକ ଶ୍ରୀ ବାବୁ ସିଂ ସେ ନଦୀ ସଂରକ୍ଷଣ କଥା ଉଠାଇଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ସମସ୍ତଙ୍କୁ ଏକାଠି କରିବା ଉପରେ ଗୁରୁତ୍ୱ ଦେଲେ। ସେହିପରି ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଐତିହାସିକ ଶ୍ରୀ ପ୍ରଫୁଲ୍ଲ ତ୍ରିପାଠୀ, ଏମାନଙ୍କର ବି ବହୁତ ବଡ଼ ଅବଦାନ ଥିଲା। ଆଉ ସବା ଆଗରେ ରହି ପୂରା ଆୟୋଜକ କମିଟିକୁ ନେତୃତ୍ୱ ଦେଇଥିଲେ ସଭାପତି ଶ୍ରୀ ଆଶୁତୋଷ ସାମନ୍ତରାୟ। ତାଙ୍କ ଅକ୍ଲାନ୍ତ ପରିଶ୍ରମ ବିନା ଏହା ଅସମ୍ଭବ ଥିଲା। ଏହାକୁ କୁହନ୍ତି ପ୍ରକୃତ ଟିମ୍ ୱାର୍କ। ତେବେ ଏହି ମହୋତ୍ସବର ମୁଖ୍ୟ ପ୍ରଭାବ କ'ଣ ଥିଲା? ଯଦି ଆମେ ଦେଖିବା, ସବୁଠୁ ବଡ଼ ପ୍ରଭାବ ପଡ଼ିଥିଲା ସାମୁଦାୟିକ ଐକ୍ୟ ଉପରେ। ପାଖାପାଖି 40% ଲୋକମାନେ ଏକାଠି ହେଲେ। ତାପରେ ପ୍ରାୟ 30% ଅର୍ଥନୈତିକ ପ୍ରୋତ୍ସାହନ ମିଳିଲା, ମାନେ ଲୋକଙ୍କର ବେପାର ବଢ଼ିଲା। ଆଉ ତା ସହିତ ସାଂସ୍କୃତିକ ପୁନରୁତ୍ଥାନ ଏବଂ ପରିବେଶ ସଚେତନତା ବି ବଢ଼ିଲା। ତେଣୁ ଏହା କେବଳ ମନୋରଞ୍ଜନ ନଥିଲା, ଏହା ସମାଜ ଆଉ ଅର୍ଥନୀତିକୁ ବି ମଜବୁତ କଲା। ଏତେ ସବୁ ତ ହେଲା, କିନ୍ତୁ ଏବେ ଆଗକୁ କ'ଣ? ଏହି ମହୋତ୍ସବର ସଫଳତା କ'ଣ ଭବିଷ୍ୟତ ପାଇଁ କିଛି ନୂଆ ରାସ୍ତା ଖୋଲିଛି? ଆସନ୍ତୁ ନଦୀତଟର ଭବିଷ୍ୟତକୁ ନେଇ କ'ଣ କଳ୍ପନା କରାଯାଉଛି ସେ ବିଷୟରେ ଜାଣିବା। ଆଉ ଏଇଟା ହେଉଛି ସବୁଠୁ ବଡ଼ ଖବର। ଯେତେବେଳେ ଲୋକମାନେ ଏକାଠି ହୋଇ ଏତେ ଭଲ କାମ କରନ୍ତି, ସରକାର ବି ଆଗେଇ ଆସନ୍ତି। ଏହି ମହୋତ୍ସବର ସଫଳତା ଏବେ ସରକାରଙ୍କୁ ବି ପ୍ରେରଣା ଦେଇଛି ପୂରା ନଦୀ ଅଞ୍ଚଳର ବିକାଶ ପାଇଁ ନୂଆ ଯୋଜନା କରିବାକୁ। ଆଉ ସେହି ଯୋଜନା କିଛି ଛୋଟମୋଟ ନୁହେଁ। ଏଥିପାଇଁ ସରକାର କେତେ ଟଙ୍କା ଖର୍ଚ୍ଚ କରିବେ ଜାଣନ୍ତି? ପୂରା 240 କୋଟି ଟଙ୍କା। ବାଃ, ଏହା ପ୍ରକୃତରେ ଏକ ବିରାଟ ପଦକ୍ଷେପ। ତେବେ ଏତେ ଟଙ୍କା କୋଉଠି ଖର୍ଚ୍ଚ ହେବ? 2025ରୁ 2028 ଏହି 3 ବର୍ଷ ଭିତରେ କୁଆଖାଇର ଚେହେରା ପୂରା ବଦଳିଯିବ। ଟିକେ କଳ୍ପନା କରନ୍ତୁ ତ, ନଦୀ ଭିତରେ ଭାସମାନ ଜେଟି, ଯିବା ଆସିବା ପାଇଁ ନୂଆ ଆଧୁନିକ ପୋଲ୍, ସନ୍ଧ୍ୟାରେ ବୁଲାବୁଲି କରିବା ପାଇଁ ସୁନ୍ଦର ରାସ୍ତା ଆଉ ପର୍ଯ୍ୟଟକଙ୍କ ପାଇଁ ସବୁ ପ୍ରକାର ସୁବିଧା। ମାନେ କୁଆଖାଇକୁ ଏକ ନୂଆ ପରିଚୟ ମିଳିବାକୁ ଯାଉଛି। ଆଉ ଶେଷରେ ଆୟୋଜକ କମିଟିର ସଭାପତି ଶ୍ରୀ ଆଶୁତୋଷ ସାମନ୍ତରାୟଙ୍କ କଥାରୁ ହିଁ ଏହାର ଭବିଷ୍ୟତ କେତେ ଉଜ୍ଜ୍ୱଳ ତାହା ଜଣାପଡ଼ୁଛି। ସେ କହିଛନ୍ତି ଯେ କୁଆଖାଇ ମହୋତ୍ସବ ଓଡ଼ିଶାର ସାଂସ୍କୃତିକ ଓ ପରିବେଶଗତ ଐତିହ୍ୟକୁ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ। ଆଗାମୀ ବର୍ଷରେ ଆମେ ଏହାକୁ ଆହୁରି ବୃହତ୍ କରିବୁ। ଏହି କଥା ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି କରୁଛି। ତେବେ ଏସବୁ ଜାଣିବା ପରେ ଆମେ ଆମ ଆରମ୍ଭ କରିଥିବା ପ୍ରଶ୍ନ ପାଖକୁ ଫେରି ଆସିବା।
ଗୋଟିଏ ମହୋତ୍ସବ କ'ଣ ସତରେ ଏକ ସହରର ଭାଗ୍ୟ ବଦଳାଇ ପାରେ? କୁଆଖାଇ ମହୋତ୍ସବର ଏହି କାହାଣୀ ଆମକୁ ଗୋଟିଏ ହିଁ ଉତ୍ତର ଦେଉଛି, ନିଶ୍ଚୟ ପାରେ। କାରଣ ଯେତେବେଳେ ଲୋକେ, ସେମାନଙ୍କ ସଂସ୍କୃତି ଆଉ ସରକାର ଗୋଟିଏ ଉଦ୍ଦେଶ୍ୟରେ ଏକାଠି ହୋଇଯାନ୍ତି, ସେତେବେଳେ କେବଳ ଗୋଟିଏ ନଦୀର ପୁନର୍ଜନ୍ମ ହୁଏନି, ବରଂ ପୂରା ସହରର ଭାଗ୍ୟ ବଦଳିଯାଏ।